ଆଜିର ପ୍ରଥମ ଖବର ହୀରାକୁଦ ଜଳଭଣ୍ଡାର କୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର 2ଟି ପର୍ଯ୍ୟାୟରେ ହୀରାକୁଦର 8ଟି ଗେଟ୍ ଖୋଲାଯାଇଛି। ଏଥିସହିତ ମୋଟ ଖୋଲାଯାଇଥିବା ଗେଟ୍ ସଂଖ୍ୟା 24କୁ ବୃଦ୍ଧି ପାଇଛି। ଗତ 3 ଦିନ ଧରି ଉପରମୁଣ୍ଡାରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା। ଶୁକ୍ରବାର ସକାଳ 8ଟା ବେଳକୁ ହୀରାକୁଦକୁ ହାରାହାରି 2,93,512 କ୍ୟୁସେକ୍ ପାଣି ପ୍ରବେଶ କରିଥିଲା। ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ 9ଟା 4ଟି ଓ ଦିନ 2ଟାରେ ଆଉ 4ଟି ଗେଟ୍ ଖୋଲାଯାଇଥିଲା। ଫଳରେ ହୀରାକୁଦ ପରାମର୍ଶର 16 ଓ ଡାହାଣ ପାର୍ଶ୍ୱର 8ଟିକୁ ମିଶାଇ ମୋଟ 24ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି। ପରବର୍ତ୍ତୀ ଖବର, ଭାରତ ଉପରେ ଆମେରିକା 50% ଟାରିଫ୍ ଲଗାଇଛି। ଏହାର ପ୍ରଭାବ ଏବେ ପୁରା ଦେଶରେ ଦେଖିବାକୁ ମିଳିଛି। କିନ୍ତୁ ଚୀନ ଗସ୍ତରେ ମୋଦି ଯିବା ପରେ ଚୀନ ଓ ଭାରତ ମଧ୍ୟରେ ସମ୍ପର୍କ ସୁଧୁରୁଛି। ଖାଲି ସମ୍ପର୍କ ସୁଧୁରୁଛି ତାହା ନୁହେଁ, ବରଂ ଆଗାମୀ ଦିନରେ ଭାରତ ଓ ଚୀନ ମିଳିତ ଭାବରେ ବାଣିଜ୍ୟ ଓ ଦ୍ୱିପାକ୍ଷିକ କାରବାର କରିବେ ବୋଲି ଜଣାପଡ଼ିଛି। ଖାଲି ଭାରତ ଚୀନ ନୁହେଁ, ବରଂ ରୁଷିଆ ବି ସାମିଲ ହେଲାଣି। ଯଦି ତ୍ରିଶକ୍ତି ମିଶିଯିବେ ତେବେ ଆମେରିକା ସାଂଘାତିକ ଭାବରେ ହଇରାଣ ହେବ ବୋଲି କୁହାଯାଇଛି, ଯାହାକୁ ନେଇ ଏବେ ଚର୍ଚ୍ଚାରେ ଚାଲିଛି। ପରବର୍ତ୍ତୀ ଖବର, ପ୍ରକାଶ ପାଇଲା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱର୍କ 2025 ତାଲିକାର ଶୀର୍ଷରେ ରହିଛି ଆଇଆଇଟି ମାଦ୍ରାସା। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଆଇଆଇଏସ୍ ବେଙ୍ଗଲୁରୁ। ତେବେ ପ୍ରଥମ 10 ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇନି ଓଡ଼ିଶାର କୌଣସି ବି ବିଶ୍ୱବିଦ୍ୟାଳୟ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ଏହି ଏନ୍ଆଇଆର୍ଏଫ୍ ତାଲିକା ପ୍ରସ୍ତୁତ କରିଥାଏ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦେଶରେ ଥିବା ସମସ୍ତ ବିଦ୍ୟାଳୟ, କଲେଜ, ରିସର୍ଚ୍ଚ ସଂସ୍ଥା, ଇନୋଭେସନ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ମୁକ୍ତ ବିଶ୍ୱବିଦ୍ୟାଳୟ, ସ୍କିଲ୍ ୟୁନିଭର୍ସିଟି ଆଦି ସବୁ ସଂସ୍ଥାକୁ ମୂଲ୍ୟାଙ୍କନ କରି ତାଲିକା ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ଖବର, ଲଘୁଚାପ ପ୍ରଭାବରେ କାଲି ପର୍ଯ୍ୟନ୍ତ କାଚିବ ବର୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 8 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରେ ସକ୍ରିୟ ରହିଛି, ଯାହାଫଳରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ବର୍ଷା ହୋଇଛି। ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ, ନବରଙ୍ଗପୁର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେବଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ବର୍ଷା ହେବ। ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ରହିବ। ସହିତ ବିଜୁଳି ଘଡ଼ଘଡ଼ି ଜନିତ ବଜ୍ରପାତ ହେବାର ନେଇ ସତର୍କ କରିଛି ବିଭାଗ। ପରବର୍ତ୍ତୀ ଖବର, ରାଜ୍ୟରେ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ତ ଆପଣ ଜାଣିଥିବେ। ଏହି ସ୍କିମ୍ରେ ସରକାର ମହିଳାଙ୍କୁ ସଶକ୍ତ କରିବାକୁ ବର୍ଷକୁ 2ଟି କିସ୍ତିରେ 10,000 ଟଙ୍କା ଦେଉଛନ୍ତି। ହେଲେ ଏବେ କିନ୍ତୁ ସେହି ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର। ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ ଏକାଧିକ ହିତାଧିକାରୀ। ଏନେଇ ସରକାରଙ୍କ ତରଫରୁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ପରବର୍ତ୍ତୀ ଖବର, ଲାଭବାନ ହେବେ ସାଧାରଣ ଲୋକ। ସରକାର ଦେଲେ ବଡ଼ ଉପହାର। ଏସି, ଟିଭି, ଫ୍ରିଜ, କାର୍, ଟ୍ରାକ୍ଟର ହେଲା ଶସ୍ତା। ସ୍ୱାସ୍ଥ୍ୟ ଜୀବନ ବୀମା ବି ଜିଏସ୍ଟି ମୁକ୍ତ। ହଟିଲା 12ରୁ 28% ଜିଏସ୍ଟି। ଏଣିକି ସାରା ଦେଶରେ କେବଳ 5ରୁ 18% ଜିଏସ୍ଟି ସ୍ଲାବ୍ ଲାଗୁ ହେବ, ଯାହାଫଳରେ ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଦାମ କମିବ। ପରବର୍ତ୍ତୀ ଖବର, ଜିଏସ୍ଟି କାଉନସିଲ ପକ୍ଷରୁ ଜିଏସ୍ଟିକୁ 2ଟି ସ୍ଲାବ୍ 5% ଓ 8%ରେ ସୀମିତ କରାଯାଇଛି। ଏହାଛଡ଼ା ସିଗାରେଟ୍, ତମାଖୁ ପରି ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାମଗ୍ରୀ ଉପରେ ହାଇ ଟାରିଫ୍ ଲଗାଯାଇଛି, ଯାହାକି 40% ରହିଛି। ଜିଏସ୍ଟି ରିଫର୍ମ ନେଇ ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏବେ କାଉନସିଲ ପକ୍ଷରୁ ସ୍ଲାବ୍ କମ୍ କରିବା ଓ ଜିଏସ୍ଟି ଦର ହ୍ରାସ ପାଇଁ ବଡ଼ ଘୋଷଣା କରାଯାଇଛି। ଏବେ 5% ଓ 18% ବ୍ୟତୀତ ସିନ୍ ଗୁଡ୍ସ ପାଇଁ 40% ସ୍ପେଶାଲ ସ୍ଲାବ୍ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେଣୁ କେଉଁ କେଉଁ ସାମଗ୍ରୀକୁ ସିନ୍ ଗୁଡ୍ସରେ ସାମିଲ କରାଯାଇଛି ତାହା ଜାଣିବା ନିହାତି ଜରୁରୀ। ପରବର୍ତ୍ତୀ ଖବର, ରାଜ୍ୟ ଏବଂ ରାଜ୍ୟ ବାହାରୁ ଫେରିବ ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ସମ୍ପତ୍ତି। ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର। ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମହାପ୍ରଭୁଙ୍କ 58,000 ଏକର ଜମି ରାଜ୍ୟରେ ଏକ ରାଜ୍ୟ ବାହାରେ ରହିଛି। ପ୍ରାୟ 36,000 ଏକର ଜମି କାଗଜ ପ୍ରସ୍ତୁତି ହୋଇସାରିଛି। ବାକିଗୁଡ଼ିକ କାଗଜ ପ୍ରସ୍ତୁତ କରାଯାଇଛି। ସରକାର ଏ ଦିଗରେ ଦ୍ୱରିତ ପଦକ୍ଷେପ ନେଉଛନ୍ତି। ମହାପ୍ରଭୁଙ୍କ ଯେଉଁଠି ଭୂମି ସମ୍ପତ୍ତି ଅଛି ତାର ଠିକ୍ ଆକଳନ କରିବା ହୋଇପାରିବ। ସେ ନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ଅଛି ସେସବୁ ମହାପ୍ରଭୁଙ୍କ ନାମରେ କିପରି ବିନିଯୋଗ ହେବ ସେ ନେଇ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଆଇନମନ୍ତ୍ରୀ। ପରବର୍ତ୍ତୀ ଖବର, ପୁଣି ମୁଣ୍ଡ ବିନ୍ଧା କାରଣ ପାଲଟିଛି ବଢ଼ୁଥିବା ସୁନାର ଦାମ।
सेप्टेम्बर 5 अर्थात शुक्रवार पुणी बढ़ी सुना दाम 24 कैरेट 10 ग्राम सुना दाम 1,07,620 टंका रही। गतकाली 1,06,860 टंका थिला, एथिरे 760 टंका वृद्धि पाई। 22 कैरेट 10 ग्राम सुना दाम 98,650 टंका रही। गतकाली 97,950 टंका थिला, एथिरे 700 टंका वृद्धि पाई। 18 कैरेट 10 ग्राम सुनार दाम 80,720 टंका रही। गतकाली 80,140 टंका थिला, एथिरे 580 टंका वृद्धि पाई।